ଜଗନ୍ନାଥ ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏହି ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ପିଲାମାନେ ଆଜି ଆମର ଏହି ପ୍ରକୋଷ୍ଠ ମଧ୍ୟରେ ଆମେ ପଢିବା ସଂସ୍କୃତ ବ୍ୟାକରଣର ଅଶୁଦ୍ଧ ପଦର ସଂଶୋଧନ। ଏହା ପୂର୍ବରୁ ଆଉ ଗୋଟେ ଭିଡିଓରେ ମୁଁ କିଛି ଅଶୁଦ୍ଧ ସଂଶୋଧନ ମଧ୍ୟ ପଢେଇଥିଲି। ଏଇଟି ପାର୍ଟ 2 ଅର୍ଥାତ୍ ଆଉ କିଛି ଏହା ଭିତରେ ଆମେ ମଧ୍ୟ ଆଜି ଜାଣିନବା ବା ଶିଖିନବା। ପିଲାମାନେ ଭୁଲ ସଦାସର୍ବଦା ଭୁଲ ହୋଇଥାଏ। ଭୁଲକୁ ଠିକ କରିବା ପାଇଁ ଯତ୍ନ କରିବା ବା ତାର ନିୟମ ଗୁଡ଼ିକୁ ମାନିକି ତାକୁ ଠିକ ଜାଗାରେ ରଖିବା, ସେଇଟା ହଉଛି ଆମର ପାଠ। ତେଣୁ ଭୁଲରେ କଦାପି ମାର୍କ ନଥାଏ। ତେଣୁ ସଦାସର୍ବଦା ଆମକୁ ଠିକ କରିବାକୁ ହିଁ ପଡିବ। ଗୋଟେ ଦେଖ, ଏଠି ବାକ୍ୟ ଦେଇଛି ମତ୍ସ୍ୟ ଜଳେ ଲୀଳାୟାମ ସନ୍ତରତି। ସନ୍ତରନ୍ତି ଦେଇଛି, ତେଣୁ ମତ୍ସ୍ୟାହା ଅଛି। ମତ୍ସ୍ୟାହା ଜଳେ ଲୀଳାୟାମ ସନ୍ତରନ୍ତି। ପିଲେ ଏଇ ଯୋଉ ଲୀଳାୟାମ ଶବ୍ଦଟା ଭୁଲ ଅଛି। କାରଣ ଆମର ନିୟମ ଅଛି ତୃତୀୟ ବିଭକ୍ତିରେ ପ୍ରକୃତ୍ୟାଦିଭ୍ୟଃ ତୃତୀୟା, ଅର୍ଥାତ୍ କେତେ ଗୁଡିଏ ପଦ ଅଛନ୍ତି। ପ୍ରକୃତ୍ୟା, ତୋରୟା, ଲୀଳୟା, ଜାତ୍ୟା, ବେଗେନ, ଅନାୟାସେନ, ସ୍ନେହେନ, ସ୍ୱଚ୍ଛୟା, ଏଇ ସବୁ ପଦ ଗୁଡିକ ସବୁବେଳେ ତୃତୀୟ ବିଭକ୍ତିରେ ପ୍ରୟୋଗ ହୁଅନ୍ତି। ତେଣୁ ଲୀଳାୟାମ ନ ହେଇକି ମତ୍ସ୍ୟାହା ଜଳେ ଲୀଳୟା ସନ୍ତରନ୍ତି ହବ। ବୁଝିପାରିଲ? କର୍ତ୍ତା ଯେହେତୁ ମତ୍ସ୍ୟାହା ଅଛି, ସନ୍ତରନ୍ତି ମାନେ ପହଁରୁଛନ୍ତି। ଜଳେ କହିଲେ ଜଳରେ, କିନ୍ତୁ ଲୀଳୟା ମାନେ ମଜାରେ। ଦରିଦ୍ରାହା ପ୍ରାୟେନ ସରଳାହା ଭବନ୍ତି। ପ୍ରାୟେନ ଏଠି ପିଲାମାନେ ଦେଇଛି। ଏଇ ଶବ୍ଦଟି ଭୁଲ ଅଛି। ସେଟା ପ୍ରାୟେଣ ହେଇଯିବ, କାହିଁକି? ଏଇଟା ଣତ୍ୱ ବିଧି ଅନୁସାରେ। ବୁଝିଲା? ୟ ଥିବା ହେତୁରୁ ତାପରେ ନ ର ଣ ହବ। ତେଣୁ ଦରିଦ୍ରାହା ପ୍ରାୟେଣ ସରଳାହା ଭବନ୍ତି। ଅହମ୍ ଗୋତ୍ରେ କାଶ୍ୟପଃ। ଗୋତ୍ରେ ହୁଏ ନାହିଁ, କଣ ହବ? ଅହମ୍ ଗୋତ୍ରେଣ କାଶ୍ୟପଃ। ଗୋତ୍ର ଶବ୍ଦର ତୃତୀୟା ବିଭକ୍ତି ହୁଏ। ହେଲା, ଗୋତ୍ରେଣ। ଆର ନିୟମ ହେଲା ପ୍ରକୃତ୍ୟାଦିଭ୍ୟଃ ତୃତୀୟା। ସେମିତି ଜ୍ଞାନାତ୍ ହୀନଃ ମୂର୍ଖଃ ଭବତି। ଏଠି ଜ୍ଞାନାତ୍ ଭୁଲ ଅଛି। କାହିଁକି ନା ଏଇ ଯୋଉ ହୀନ ଶବ୍ଦ ଯୋଗରେ ସବୁବେଳେ ତୃତୀୟା ବିଭକ୍ତି ହୁଏ। ତେଣୁ ଜ୍ଞାନ ଶବ୍ଦର ତୃତୀୟ ବିଭକ୍ତି ଏକ ବଚନ ହଉଛି ଜ୍ଞାନେନ। ତାହେଲେ ଜ୍ଞାନେନ ହୀନଃ ମୂର୍ଖଃ ଭବତି। ବୁଝିଲା ପିଲାମାନେ? ଏଠି ହୀନ ଶବ୍ଦ ଯୋଗରେ ତୃତୀୟା ବିଭକ୍ତି ହେଇଛି। ଏପଟେ ଆମର ସେମିତି ଦେଖ, ରାମଃ ଶ୍ୟାମାତ୍ ବଳେ ଉନ୍ନଃ। ବଳେ ଉନ୍ନଃ, ଏଠି ଉନ୍ନଃ ଶବ୍ଦ ଯୋଗରେ କଣ ହବ? ବଳେନ। ବୁଝିଲା? ବଳେନ ଉନ୍ନଃ ହବ। ମମ ଫଳମ୍ ରୋଚତେ। ଏଇ ଯୋଉ ରୋଚତେ ଶବ୍ଦ ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ, କିନ୍ତୁ ଯାହାକୁ ରୁଚେ ତାହାର ଚତୁର୍ଥୀ ବିଭକ୍ତି ହୁଏ। ଯାହାକୁ ରୁଚେ। ମह्ୟମ୍ ଫଳମ୍ ରୋଚତେ, ମତେ ଫଳ ରୁଚୁଛି। ତେଣୁ ମହ୍ୟମ ଶବ୍ଦର କଣ ହବ? ଚତୁର୍ଥୀ ବିଭକ୍ତି ହବ। ଦାତା ଦରିଦ୍ରମ୍ ଧନମ୍ ଦଦାତି। ପିଲାମାନେ ଦାନାର୍ଥେ ସବୁବେଳେ ଚତୁର୍ଥୀ ବିଭକ୍ତି ହୁଏ। ତେଣୁ କଣ ହେଇଯିବ? ଦାତା ଦରିଦ୍ରାୟ ଧନମ୍ ଦଦାତି। ଏବେ ଆଉ କିଛି ଦେଖ, ବିଦ୍ୟାୟାଃ ରହିତଃ ଛାତ୍ରଃ ନିନ୍ଦିତଃ ଭବତି। ବିଦ୍ୟାୟାଃ ପଞ୍ଚମ ବିଭକ୍ତି ଦେଇଛି, କିନ୍ତୁ ରହିତ ଶବ୍ଦ ଯୋଗରେ ତୃତୀୟା ବିଭକ୍ତି ହୁଏ। ବିଦ୍ୟୟା ରହିତ ଛାତ୍ରଃ ନିନ୍ଦିତଃ ଭବତି। ଏଇଟି ଠିକ, ଉପରଟା ଭୁଲ। ଗ୍ରୀଷ୍ମ କାଳେ ସରୋବରଃ ଜଳେ ଶୂନ୍ୟଃ ଭବତି। ଶୂନ୍ୟ ଶବ୍ଦ ଯୋଗରେ ଜଳେନ ହେଇଯିବ। ଜଳେନ ଶୂନ୍ୟଃ ଭବତି। ରାମେନ ସହ ସୀତା ଗତବତୀ। ରାମେନ, ଯଦିଓ ରାମ ଶବ୍ଦ ଏଠି ତୃତୀୟା ବିଭକ୍ତି ପରି ଲାଗୁଛି, କିନ୍ତୁ ସେଟା ନୁହେଁ। ରାମେଣ ହେଇଯିବ। ରାମ ଶବ୍ଦର ତୃତୀୟା ବିଭକ୍ତି ଏକ ବଚନ ରାମେଣ। ଆଉ ଏଇ ରାମେଣ କାହିଁକି ତୃତୀୟା ବିଭକ୍ତି ହେଲା? ନା ସହ ପଦ ଯୋଗରେ ତୃତୀୟା ବିଭକ୍ତି ହୁଏ। ସହ ଅବୟ ପଦ ଯୋଗରେ ତୃତୀୟା ବିଭକ୍ତି ହୁଏ। ତେଣୁ ଏଠି ଉତ୍ତର ହେଲା ରାମେଣ ସହ ସୀତା ଗତବତୀ। ମନେ ରଖ, ସହ, ସମମ୍, ସାକମ୍, ସାର୍ଦ୍ଧମ୍, ଏ ଚାରୋଟି ଯାକ
ଶବ୍ଦର ଅର୍ଥ ହଉଛି ସହିତ। ଆଉ ଏହା ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ। ଏ ଗୋଟେ ଗୋଟେ ଅବୟ ପଦ। ଧନିକଃ କସ୍ମାତ୍ ଧନମ୍ ନ ଧାରୟତି। ପିଲାମାନେ ଯୋଉ ଧାରୟତି, ଧାର କରିବା ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ, ତେଣୁ କସ୍ମେଇ ହେଇଯିବ। ଧନିକଃ କସ୍ମେଇ ଧନମ୍ ନ ଧାରୟତି। ପିତା କୁପୁତ୍ରମ୍ କ୍ରୁଧ୍ୟତି। এই ଯୋଉ କ୍ରୁଧ ଧାତୁ ଲଗେ, କ୍ରୋଧ, ଦ୍ରୋହ, ଈର୍ଷା, ଅସୂୟା, এই ସବୁ ଧାତୁ ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ। ତାହେଲେ ଏଠି କଣ ହବ? କୁପୁତ୍ରମ୍ ଶବ୍ଦର ଚତୁର୍ଥୀ ବିଭକ୍ତି ହେଇଯିବ। ପିତା କୁପୁତ୍ରାୟ କ୍ରୁଧ୍ୟତି। ହେଲା, ବାପା କୁପୁତ୍ର ଉପରେ, କୁସନ୍ତାନ ଉପରେ କ୍ରୋଧ କରୁଛନ୍ତି। କଂସଃ କୃଷ୍ଣମ୍ ଦୁହ୍ୟତି ସ୍ମ। ସ୍ମ ତ ପିଲାମାନେ ଅତୀତ କାଳର ଅବୟ, ଅର୍ଥ ଲଙ୍ଗ ଲକାରକୁ ବୁଝେଇବ। କିନ୍ତୁ ଏଠି ଭୁଲ କୋଉଟା ଅଛି? କୃଷ୍ଣମ୍ ଭୁଲ ଅଛି। ଦୃହ୍ୟତି ଯୋଗରେ କୃଷ୍ଣାୟ ହବ। କଂସଃ କୃଷ୍ଣାୟ ଦ୍ରୁହ୍ୟତି ସ୍ମ। କଂସ କୃଷ୍ଣଙ୍କର ଦ୍ରୋହ କରୁଛନ୍ତି। ହେଲା, ଆଚ୍ଛା, ଆଉ ସେମିତି କିଛି ଦେଖ। ହନୁମାନେନ ସାର୍ଦ୍ଧମ୍ ବାନରାହା ଅଗଛନ୍। ତମକୁ ତ ଗୋଟେ କଥା କୁହାଯାଇଛି, ସାର୍ଦ୍ଧମ୍, ସମମ୍, ସହ, ସାକମ୍ ଯୋଗେ ତୃତୀୟା ବିଭକ୍ତି ହବ। ତାହେଲେ ଏଠି ତମେ ଦେଖ, ହନୁମାନେନ ଶବ୍ଦ ହେଇଛି, ହନୁମାନେନ ପଦଟି ହେଇଛି, କିନ୍ତୁ ହନୁମାନ ଶବ୍ଦର ତୃତୀୟା ବିଭକ୍ତି ଏକବଚନ ହୁଏ ହନୁମତା। ତେଣୁ ଆମର ଶବ୍ଦ ରୂପ ସହିତ ଜ୍ଞାନ ରହିବା ଦରକାର। ତାହେଲେ ସାର୍ଦ୍ଧମ୍ ଯୋଗରେ ତୃତୀୟା ବିଭକ୍ତି, କିନ୍ତୁ ଏଠି ହନୁମାନେନ ଏଇ ଶବ୍ଦଟି ଭୁଲ ଅଛି। ହନୁମାନ ଶବ୍ଦର ତୃତୀୟ ବ୍ୟକ୍ତି ଏକବଚନ ହଉଛି ହନୁମତା। ତାହେଲେ ହନୁମତା ସାର୍ଦ୍ଧମ୍ ବାନରଃ ଅଗଛନ୍, ଏଇଟା ଠିକ। ମମ ସାକମ୍ କହ ଗମିଷ୍ୟତି। ଏଠି ତମକୁ ଆଉ ଟିକେ ପୂର୍ବରୁ ମୁଁ କହିଛି, ସାକମ୍ ଯୋଗେ ତୃତୀୟ ବିଭକ୍ତି ହବ। ତେଣୁ ଅସ୍ମତ୍ ଶବ୍ଦର ତୃତୀୟ ବ୍ୟକ୍ତି ଏକବଚନ ହଉଛି ମୟା, ମମ ନୁହେଁ। ତାହେଲେ ମୟା ସକମ୍ କହ ଗମିଷ୍ୟତି, ମୋ ସହିତ କିଏ ଯିବ, ଏଇଟା ହଉଛି ଠିକ। ଶିକ୍ଷକେଣ ସହ ଛାତ୍ରାଃ ଗଚ୍ଛନ୍ତି। ସହଯୋଗ ତ ତୃତୀୟ ବ୍ୟକ୍ତି ବାରମ୍ବାର କୁହାଉଛି, କିନ୍ତୁ ଏଠି ଶିକ୍ଷକେନ ଶବ୍ଦଟା ତୃତୀୟ ବ୍ୟକ୍ତି ନୁହେଁ। ଶିକ୍ଷକ ଶବ୍ଦର ତୃତୀୟ ବ୍ୟକ୍ତି ଏକବଚନ ହବ ଶିକ୍ଷକେଣ, ଣତ୍ବ ବିଧି ଅନୁସାରେ। ତାହେଲେ ଶିକ୍ଷକେଣ ସହ ଛାତ୍ରାଃ ଗଚ୍ଛନ୍ତି, ଆଉ ସବୁ ଠିକ ଅଛି। ଦେଖ, ଏଠି ସେମିତି ମମ ବିଦ୍ୟାୟାମ୍ ପ୍ରୟୋଜନମସ୍ତି, ପ୍ରୟୋଜନ ଯୋଗେ ତୃତୀୟା ବିଭକ୍ତି ହବ। ତାହେଲେ ମମ ବିଦ୍ୟୟା ପ୍ରୟୋଜନମସ୍ତି। ହେଲା, କୃପଣଃ ଧନିକମ୍ ଈର୍ଷତି। ଏଇ ଈର୍ଷା କରିବା ଶବ୍ଦ ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ, ଈର୍ଷ ଧାତୁ ଯୋଗରେ। ତେଣୁ କୃପଣଃ ଧନିକାୟ ଈର୍ଷତି, ଏଇଟା ଠିକ, ଧନିକମ୍ ଭୁଲ। ଦୁର୍ଜନଃ ସଜ୍ଜନମ୍ ଅସୂୟତି। ଏଇନେ ଆଉ ଟିକେ ପୂର୍ବରୁ ମୁଁ କହିଛି, କ୍ରୋଧ, ଦ୍ରୋହ, ଈର୍ଷା, ଅସୂୟା। ଅସୂୟା ମାନେ ଶୟନ କରିପାରିବା। ତାହେଲେ ଅସୂୟତି ଯୋଗେ ଚତୁର୍ଥୀ ବିଭକ୍ତି ହବ। ସଜନମ୍ ଦ୍ୱିତୀୟ ବିଭକ୍ତି ଅଛି, ତାର ଚତୁର୍ଥୀ ବିଭକ୍ତି କରିଦିଅ। ଦୁର୍ଜନଃ ସଜ୍ଜନାୟ ଅସୂୟତି। ହେଲା, ଗୁରୁମ୍ ନମଃ। ନମଃ ଗୋଟେ ଅବୟ ପଦ, ଏହା ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ। ଗୁରବେ ନମଃ, ଏଇଟା ତ ସମସ୍ତେ ପିଲାମାନେ ଜାଣିଥିବ, କାରଣ ଆମେ ଯେତେବେଳେ ବି ମନ୍ଦିରକୁ ଯାଉଛେ ଓମ୍ ନମୋ ଶିବାୟ କହୁଛେ, ନମଃ ଯୋଗେ ଶିବାୟ ହେଲା ଶିବ ଶବ୍ଦର। ସେମିତି ଓମ୍ ନମୋ ବାସୁଦେବାୟ, ନାଇଁ? ତାହେଲେ ଚତୁର୍ଥୀ ବିଭକ୍ତି ହବ ଗୁରବେ ନମଃ। ତବ ସ୍ୱସ୍ତି ଭବତୁ, ଏଇ ଯୋଉ ସ୍ୱସ୍ତି ଶବ୍ଦ ଯୋଗରେ ଚତୁର୍ଥୀ ବିଭକ୍ତି ହେଇଯାଏ, ତେଣୁ କଣ ହେଇଯିବ? ତୁଭ୍ୟମ୍ ସ୍ୱସ୍ତି ଭବତୁ। ତବ ଭୁଲ ଅଛି, ବୁଝିହେଲା? ଏବେ ଆମେ ଦେଖିବା ମୂର୍ଖପୁତ୍ରାୟ କୋऽର୍ଥଃ। ଏଇ ଯୋଉ ଅର୍ଥଃ, ହୀନଃ, ଏଗୁলো ଉନ୍ନଃ, ବାରଣଃ, ଏହା ଯୋଗରେ ସବୁ ତୃତୀୟା ବ୍ୟକ୍ତି ହୁଏ। ତେଣୁ ମୂର୍ଖ ପୁତ୍ରାୟ ଚତୁର୍ଥୀ ବ୍ୟକ୍ତି ହେଇଯାଇଛି ଏଠି, ଆମେ ତୃତୀୟା ବ୍ୟକ୍ତି ତାକୁ କରିବା। ମୂର୍ଖ ପୁତ୍ରେଣ କୋऽର୍ଥଃ। ବୁଝିଲ କାହିଁକି ତୃତୀୟା ବ୍ୟକ୍ତି ହେଲା? ଏଇ ଅର୍ଥ ଶବ୍ଦ ଯୋଗରେ। କଃ ଯୁକ୍ତ ଅର୍ଥଃ, କୋऽର୍ଥଃ। ବିବାଦେ କିମ୍, ଏ ଯୋଉ କିମ୍ ଶବ୍ଦ ଯୋଗରେ ତୃତୀୟା ବ୍ୟକ୍ତି ହବ। ହେଲା, ତେଣୁ ବିବାଦେ ନହେଇକି ବିବାଦେନ କିମ୍, ମାନେ କଳି କରି ଲାଭ କଣ? ସେମିତି ବିଳମ୍ବାତ ଅଳମ୍, ଅଳମ୍ ମାନେ ବୃଥା। ଏଠି ଅଳମ୍ ଯୋଗରେ
ଏଠି ତୃତୀୟା ହେବା କଥା। ତେଣୁ ହେଇଯାଇଛି କଣ ପଞ୍ଚମୀ ହେଇଛି। ତାହେଲେ ଆମେ କରିବା ବିଳମ୍ବେନ ଅଳମ୍, ତାମାନେ ବିଳମ୍ବରେ ବୃଥା ହେଲା। ଦେଖ ଏଠି ଇନ୍ଦ୍ରସ୍ୟ ସ୍ୱାହା ହେଲା, ସ୍ୱାହା ସ୍ୱାଧା ଅଳମ୍ ବସଟ୍, ଏହା ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ। ତାହେଲେ ଦେଖ ଏଠି ସ୍ୱାହା ଯୋଗରେ ଷଷ୍ଠୀ ଯେହେତୁ ଅଛି ଏଇଟା ଭୁଲ ହବ, ଚତୁର୍ଥୀ ବିଭକ୍ତି ହବ। ତାହେଲେ ଇନ୍ଦ୍ରାୟ ସ୍ୱାହା, ବୁଝିଲା, ସ୍ୱାହା ଯୋଗରେ ଚତୁର୍ଥୀ ବିଭକ୍ତି। ସ୍ୱାଧା ଯୋଗରେ ବି ଚତୁର୍ଥୀ ବିଭକ୍ତି, ସବୁ ଅର୍ପଣ କରିବା ଅର୍ଥରେ। ପିତୃଭ୍ୟଃ ସ୍ୱାଧା ହେଲା, ପିତୃପୁରୁଷଙ୍କୁ ଅର୍ପଣ କରିବା। ପିତୃଣାମ୍ କଣ ଅଛି ଭୁଲ ଅଛି, ଷଷ୍ଠୀ ବିଭକ୍ତି ଭୁଲ ଅଛି, ଚତୁର୍ଥୀ ବିଭକ୍ତି ହବ। କାହିଁକି ଆଉ ଥରେ କହୁଛି, ସ୍ୱାହା ସ୍ୱାଧା ଅଳମ୍ ବସଟ୍, ଏହା ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ। ସେମିତି ଇନ୍ଦ୍ରମ୍ ପୁଷ୍ପାଣୀ ବସଟ୍, ଏଇନେ କୁହାଯାଇଛି ସାଙ୍ଗେ ସାଙ୍ଗେ ପିଲାମାନେ, ବସଟ୍ ଯୋଗେ କୋଉ ବିଭକ୍ତି ହୁଏ ଚତୁର୍ଥୀ। ତାହେଲେ ଇନ୍ଦ୍ରମ୍ ନ ହେଇକି କଣ ହେଇଯିବ ଇନ୍ଦ୍ରାୟ, ଇନ୍ଦ୍ରାୟ ପୁଷ୍ପାଣୀ ବସଟ୍, ବୁଝିପାରିଲ। ଏବେ ଆଉ କିଛି ଦେଖ, ଅହମ୍ ମାସେ ବେଦମ୍ ଅପଠମ୍, ମୁଁ ମାସକରେ ବେଦ ସାରିଦେଲି ପଢିବା। ତେଣୁ ଅପବର୍ଗେ ତୃତୀୟା, ଏଠି ଏଠି ସପ୍ତମୀ ନ ହେଇକି କଣ ହବ ତୃତୀୟା ବିଭକ୍ତି ହବ। ଅହମ୍ ମାସେନ ବେଦମ୍ ଅପଠମ୍, ତା ଅର୍ଥ ହଉଛି ମୁଁ ମାସକରେ ବେଦ ପଢିଦେଲି, ସରିଗଲା ମୋର ବେଦ ପଠନ। ଦେଖ ପୂର୍ବ ଅବର ଏହା ଯୋଗରେ କଣ ହୁଏ ତୃତୀୟା ବିଭକ୍ତି ହୁଏ। ଦେଖ ଅହମ୍ ତ୍ୱତ୍, ଅହମ୍ ତ୍ୱତ୍ ମାସାତ୍ ପୂର୍ବ ଦେଇଛି, ପୂର୍ବ ଯୋଗରେ କୋଉ ବ୍ୟକ୍ତି ତୃତୀୟା ବିଭକ୍ତି ହୁଏ, ତେଣୁ ମାସେ ନ ହେଇଯିବ। ଅହମ୍ ତ୍ୱତ୍ ମାସେ ନ ପୂର୍ବ, ତାମାନେ ମୁଁ ତୁମ ଠାରୁ ମାସେ ବଡ ହେଲା। ରାମଃ ହରେଃ ମାସେ ଅବରଃ, ଅବରଃ ମାନେ ସାନ। ତାହେଲେ ସେଇ ନିୟମ ଅନୁସାରେ ପୂର୍ବ ଆଉ ଅବରହ ଯୋଗେ ତୃତୀୟା ବିଭକ୍ତି ହବ। ରାମଃ ହରେଃ ମାସେ ନ ଅବରଃ, ରାମ ହରି ଠାରୁ ମାସେ ସାନ। ପିଲାମାନେ ତୁମେ ନିଶ୍ଚିତ ଭାବରେ ଆ ଭିତରୁ କିଛି ଶିଖୁଛ, ତେଣୁ ଏଇ ଶିଖିବା ଭିତରେ ଭିଡିଓକୁ ଟିକେ ଲାଇକ୍ କରିଦିଅ, ଯାହା ଦ୍ୱାରା କରିବା ପାଇଁ ଆଉ ଆଗକୁ ଯିବା ପାଇଁ ଆମକୁ ଟିକେ ଉତ୍ସାହ କରିବ। ଏବଂ ଭିଡିଓଟିକୁ ସବସ୍କ୍ରାଇବ ମଧ୍ୟ କରିଦିଅ। ଆଉ ଯଦି ସାଙ୍ଗସାଥି ମାନେ କେହି ଜାଣିନାହାନ୍ତି ତାହେଲେ ତାଙ୍କ ପାଖକୁ ସେୟାର ମଧ୍ୟ କରିଦିଅ, ଯାହା ଦ୍ୱାରା ପିଲାମାନେ ଆଉ କିଛି ଜାଣିପାରିବେ। ସବୁ ତ ଟେଷ୍ଟ ପେପର ଅଛି, ସବୁ ତ ବହିରେ ଅଛି, କିନ୍ତୁ ଯୋଉ କହିବା ଏବଂ ତାର ଶୈଳୀ କୋଉଥିପାଇଁ ଏଇଟା ହେଲା ସେଇଟା ଆମର ଜାଣିବା ଦରକାର ନା। ତେଣୁ ସେଥିପାଇଁ ତୁମେ ମାନେ ଭିଡିଓଟିକୁ ନିଶ୍ଚିତ ଭାବରେ ଲାଇକ୍ କର, ସବସ୍କ୍ରାଇବ କର ଆଉ ସେୟାର ମଧ୍ୟ କର, ଯାହା ଦ୍ୱାରା ତୁମେ କିଛି ଜାଣିବ, ଅନ୍ୟ ପିଲାମାନେ ବି ଜାଣିପାରିବେ। ଏବେ ତାହେଲେ ଆଉ କିଛି ଦେଖ, ମଲ୍ଲହ ମଲ୍ଲମ ଅଳମ୍, ତାହେଲେ ଏ ଅଳମ୍ ଶବ୍ଦ ଯୋଗରେ ଚତୁର୍ଥୀ ବିଭକ୍ତି ହୁଏ। ଆମେ ଏଇଠି ଆଉ ଟିକେ ପୂର୍ବରୁ ପଢିଥିଲେ ଅଳମ୍ ଯୋଗରେ ତୃତୀୟା ବିଭକ୍ତି ହୁଏ, ବିବାଦେନ ଅଳମ୍। କିନ୍ତୁ ଯୋଉଠି ଆଉ ଅଳମ୍ ଯୋଗରେ ଚତୁର୍ଥୀ ବିଭକ୍ତି ମଧ୍ୟ ହୁଏ, ସେଠି ସମର୍ଥ ଅର୍ଥରେ, ଯେମିତି ମଲ୍ଲହ ମଲ୍ଲାୟ ଅଳମ୍, ଅର୍ଥାତ୍ ଜଣେ ମଲ୍ଲ ବା ବୀର ଅନ୍ୟ ଜଣେ ବୀର ପାଇଁ କଣ ଯୋଗ୍ୟ, ଆଉ ଯୋଉ ହାତୀ ପିମ୍ପୁଡି ନୁହନ୍ତି, ଦୁଇ ଜଣଙ୍କୁ ପାଇଁ ଯୋଗ୍ୟ ହେଲା, ମାନେ କେହି କାହାକୁ ହରାଇ ପାରିବେ ନାହିଁ। ଆଚ୍ଛା, ସେମିତି ଆଉ ଗୋଟେ ଦେଖ, ବିଦ୍ୟା ସମ୍ମାନାତ୍ କଳ୍ପତେ, ଏଇ ଯୋଉ କଳ୍ପତେ ଉତ୍ପଦ୍ୟତି ଏଗୁଡିକ ଯୋଗରେ ମଧ୍ୟ କଣ ହୁଏ ଚତୁର୍ଥୀ ବିଭକ୍ତି ହୁଏ। ତାହେଲେ ଏଠି ହେଇଯିବ ବିଦ୍ୟା ସମ୍ମାନାୟ କଳ୍ପତେ, ବିଦ୍ୟା ସମ୍ମାନରୁ ହିଁ ସୃଷ୍ଟି ହୁଏ। ସେହିପରି ବାଳିକା ପୁଷ୍ପାୟ ସ୍ପୃହୟତି, ଯେମିତି ଏନେ କୁହାହେଲା କଳ୍ପତେ ଯୋଗରେ କୋଉ ବିଭକ୍ତି ହଉଛି ଚତୁର୍ଥୀ, ସେମିତି ସ୍ପୃହୟତି ଯୋଗରେ ମଧ୍ୟ ଚତୁର୍ଥୀ ବିଭକ୍ତି ହୁଏ। ତାହେଲେ କଣ ହବ ବାଳିକା ପୁଷ୍ପାୟ ସ୍ପୃହୟତି, ଯେଉଁଥିରେ ବାଳିକାର ଆଗ୍ରହ ରହିଛି ସେଇଠାରେ ଚତୁର୍ଥୀ ବିଭକ୍ତି ହବ। ସ୍ପୃହୟତି ମାନେ ଆଗ୍ରହ ରଖିବା ହେଲା ପିଲାମାନେ। ତାହେଲେ ଆଜି ଆମେ ବିଭକ୍ତିରେ ଥିବା ଚତୁର୍ଥୀ ବିଭକ୍ତି ପର୍ଯ୍ୟନ୍ତ ଯୋଉ ଅବୟ ପଦ ଯୋଗରେ ବା କଣ ଯୋଉ ଅଶୁଦ୍ଧ ରହିଯାଉଛି ଏଗୁଡିକ, ସେଗୁଡା ଅବୟ ପଦ ଯୋଗରେ କାହିଁକି ଏଇ ଚତୁର୍ଥୀ ହଉଛି କିମ୍ବା ତୃତୀୟା ହଉଛି କିମ୍ବା ଦ୍ଵିତୀୟା ହଉଛି, ଆଜି ଆମେ ସେଇ ନିୟମଟି ପଢିଲେ। ପୁଣି ଆ ପରକୁ ଆମେ ପଞ୍ଚମ ବିଭକ୍ତି, ଷଷ୍ଠୀ ବିଭକ୍ତି ଓ ସପ୍ତମୀ ବିଭକ୍ତି ଯୋଗରେ କେମିତି ହଉଛି ଯୋଉ ବାକ୍ୟ ଗୁଡିକ, ତାକୁ ମଧ୍ୟ ଦେଖି ନେବା। ତାହେଲେ ଆଜି ପାଇଁ ସମସ୍ତଙ୍କୁ
धन्यवाद समस्ते पढ़िथिबा हेतुरु किंतु वीडियोटी को निश्चित भाव में लाइक टे करिवो भूली जिवो नाही। जय जगन्नाथ।